ପିଲାମାନେ ଆଜି ଆସ ଆମେ ନବମ ଶ୍ରେଣୀ ସାହିତ୍ୟ ବହିର କବିତା ପାଇକବଧୂର ଉଦ୍ବୋଧନ ଏହାର ଦ୍ୱିତୀୟ ଭାଗ ଆଲୋଚନା କରିବା। ପ୍ରଥମ ଭାଗରେ ଆମେ ପଢ଼ିଥିଲୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଏହି କାବ୍ୟଟି ଓଡ଼ିଆ ଜାତି ଓଡ଼ିଆ ପାଇକର ମହାନତା ବିଷୟରେ ବ୍ୟାଖ୍ୟାନ କରେ। ଏ ପର୍ଯ୍ୟନ୍ତ ଆମେ ପଢ଼ିଲୁ ଯେ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳ ବକ୍ଷରେ ସବୁଜ ଯୁଗ ଓ ପ୍ରଗତି ପର୍ବର ସନ୍ଧିସ୍ଥଳରେ ଜାତୀୟ ଚେତନାର ଭାବଧାରାକୁ ଆଧାର କରି ନିଜର ଲେଖନୀ ଚାଳନା କରିଥିଲେ ସବୁଜ ସମସାମୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ଜନ୍ମଭୂମି ପରିପାର୍ଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବିତାରେ ରୂପ ଦେଉ ଦେଉ ଜାତିପ୍ରୀତି ମାନବବାଦର ଜୟ ଜୟକାରରେ ତାଙ୍କର କବିତାମାନ ହୋଇ ଉଠିଥିଲା ରସାଳ ଓ ମଞ୍ଜୁଳ। ଅତୀତ ଉତ୍କଳର ଗୌରବଦୀପ୍ତ ଐତିହ୍ୟ ବୀରବାଣୀ ଗାନ କରି ସେ ଓଡ଼ିଆ ପାଠକ ପ୍ରାଣରେ ତୋଳି ପାରିଥିଲେ ଏକ ଉଷ୍ମତାର ଝଙ୍କାର। କବିଙ୍କ ସାରସ୍ୱତ ସୃଷ୍ଟି ମଧ୍ୟରେ ଅଗ୍ନିଶଙ୍ଖ ଆହୁତି, ମାଟିଦୀପ, ଦିଗ୍ବଳୟ, ରୂପାୟନ ଓ ଉତ୍ସ ଆଦି ରଚନା ତାଙ୍କ ଉଜ୍ଜ୍ୱଳ ପ୍ରତିଭାର ସ୍ୱାକ୍ଷର ବହନ କରେ। କବିଙ୍କର ପାଇକବଧୂର ଉଦ୍ବୋଧନ କବିତାଟି ମୁଖ୍ୟତଃ ପାଇକ ରମଣୀର ଅସାମାନ୍ୟ ତ୍ୟାଗ ଓ ଅନନ୍ୟ ଦେଶପ୍ରୀତିର ବାଣୀ ପ୍ରଚାର କରେ। ନାରୀର ଅନ୍ୟ ନାମ ହେଉଛି ଶକ୍ତି। ପୁରୁଷ ପାଇଁ ଶକ୍ତି ଓ ପ୍ରେରଣାର ଉତ୍ସ ହେଉଛି ନାରୀ। ଇତିହାସରେ ଏହାର ବହୁଳ ପ୍ରମାଣ ଉପଲବ୍ଧ। ପାଇକବଧୂର ଉଦ୍ବୋଧନ ଶୀର୍ଷକ କବିତାରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଉତ୍କଳର ବୀର୍ଯ୍ୟବତୀ ପାଇକ ରମଣୀର ଅନନ୍ୟ ତ୍ୟାଗ, ଅଖଣ୍ଡ ସାହସ ଓ ଅପୂର୍ବ ଦେଶପ୍ରୀତିର ଜୟଗାନ କରିଛନ୍ତି। କଳିଙ୍ଗର ପାଇକ ସେନାଙ୍କର ଅଖଣ୍ଡ ବୀରତ୍ୱ ଓ ଅନନ୍ୟ ସମର କୌଶଳ ଏକଦା ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇ ପାରିଥିଲା। ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜଳ ଐତିହ୍ୟର ସ୍ମାରକୀ ଓ କଳିଙ୍ଗ ଖଣ୍ଡାୟତ ପାଇକ ବୀରଙ୍କର ବୀରତ୍ୱର ମୂକସାକ୍ଷୀ। ଏହି ଗଡ଼ର ଦୁର୍ଗ ଦିନେ ଓଡ଼ିଆ ପାଇକ ବୀରଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍କାରରେ ପ୍ରକମ୍ପିତ ହେଉଥିଲା। ଯୁଦ୍ଧ ବାଦ୍ୟର ବଜ୍ର ନିର୍ଘୋଷ ଗମ୍ଭୀର ଧ୍ୱନି ଓ ଉଦ୍ଦୀପନା ଓ ଉନ୍ମାଦନା ସୃଷ୍ଟିକାରୀ ନିନାଦରେ ପ୍ରକମ୍ପିତ ହେଉଥିଲା ଦୁର୍ଗର ପରିପାର୍ଶ୍ୱ। ସମ୍ମୁଖସ୍ଥ ପ୍ରାଙ୍ଗଣ ଓ ପ୍ରାନ୍ତର ପାଇକ ସେନାନୀଙ୍କର ସମରାଭ୍ୟାସରେ ମୁଖରିତ ହୋଇ ଉଠୁଥିଲା। ଯୋଦ୍ଧା ବେଶରେ ସଜ୍ଜିତ କଳିଙ୍ଗ ସେନାଙ୍କର ରଣହୁଙ୍କାରରେ ପ୍ରକମ୍ପିତ ହେଉଥିଲା ଗଡ଼ର ଚତୁସୀମା। ତୋପ କମାଣ ଓ ବନ୍ଧୁକର ଗୁରୁଗର୍ଜନରେ ପ୍ରତିଧ୍ୱନିତ ହେଉଥିଲା ପାର୍ଶ୍ୱସ୍ଥ ବନ ଓ ପ୍ରାନ୍ତର। କବିଙ୍କ ଭାଷାରେ ଏଇ ବୀର ମାଟି ଚାହିଁଲେ ନିମିଷେ ଯାର ରକ୍ତ ଯାଏ ତାତି, ରହିଅଛି ପଡ଼ି ଅତୀତର ଲକ୍ଷ ବୀରଗାଥା ବୁକୁ ତଳେ ଧରି। ଆଜି ଆସ ଆମେ ଏହି କାବ୍ୟର ପରବର୍ତ୍ତୀ ଅଧ୍ୟାୟରେ ବୁଝିବା ପାଇଁ ଚେଷ୍ଟା କରିବା କବିତାର ସାରମର୍ମରେ କବି କ'ଣ କହିବା ପାଇଁ ଚାହିଁଛନ୍ତି। କବିତାର ସାରମର୍ମ ଆଲୋଚନା କଲା ଜଣାଏ ଯେ ନବବିବାହିତା କିଶୋରୀ ଖଣ୍ଡାୟତ ବଧୂ ନିଜ ସ୍ୱାମୀକୁ ବୀର ଯୋଦ୍ଧା ବେଶରେ ସୁସଜ୍ଜିତ କରି କିପରି ଦୁର୍ଗ ପ୍ରାଙ୍ଗଣରେ ପହଞ୍ଚାଇ ଦେଉଥିଲା ଓ ଶତ୍ରୁ ରକ୍ତରେ ହୋଲି ଖେଳିବା ପାଇଁ ପତି ପ୍ରାଣରେ ଶତସିଂହର ବଳ ଭରିଦେବାକୁ ସେ ରଣସିଙ୍ଗା ନିନାଦରେ ପ୍ରାଙ୍ଗଣ ପ୍ରକମ୍ପିତ କରୁଥିଲା। ହାତରେ ଢାଲ ତରବାରୀ ଧରାଇ କପାଳରେ ପିନ୍ଧାଇ ଦେଉଥିଲା ବିଜୟ ସିନ୍ଦୁର, ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ସଶକ୍ତ ତୁଣୀର, ଅନ୍ୟ ହାତରେ ଧରାଇ ଦେଉଥିଲା ଦୀପ୍ତ ଧନୁଷର। ବୀର୍ଯ୍ୟବତୀ ସାହସୀ ପାଇକ ରମଣୀ ପ୍ରଦୀପ ଧରି ସ୍ୱାମୀକୁ ବନ୍ଦାପନା କଲାବେଳେ ଶୁଭ ହୁଳହୁଳି ଶବ୍ଦରେ ନିନାଦିତ ହେଉଥିଲା ତୋର କୁଟୀର ପ୍ରାଙ୍ଗଣ। ସ୍ୱାମୀ ମନରେ ବୀରତ୍ୱ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ପାଇକ ରମଣୀ ଯୁଦ୍ଧବାଦ୍ୟର ତାଳେ ତାଳେ ଗାଇ ଉଠୁଥିଲା ସମର ସଙ୍ଗୀତ। ପରିବେଶ ପ୍ରକମ୍ପିତ ହୋଇ ଉଠୁଥିଲା ତାର କଣ୍ଠ ନିଃସୃତ ଦୃପ୍ତ ରଣସଙ୍ଗୀତର ମେଘମନ୍ଦ ଧ୍ୱନିରେ। ପତି ସୋହାଗିନୀ କିଶୋରୀ ନବବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀରର ଯୁବା ହୃଦୟରେ ସୃଷ୍ଟ କ୍ଷଣିକ ବିଷାଦକୁ ହୁଏତ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ। କିନ୍ତୁ ବୀରା ରମଣୀର ଦୃପ୍ତ କଣ୍ଠରୁ ଝରି ପଡ଼ୁଥିଲା ପ୍ରେରଣାର ଅଗ୍ନିବର୍ଷୀ ବାଣୀ। ଧନୁର୍ବାଣରେ ଶତ୍ରୁ ନିପାତ କରିବା ପାଇଁ ରାଣ ଦେଇ ପ୍ରିୟତମକୁ ଶପଥ କରାଇ ଦେଉଥିଲା କଳିଙ୍ଗ ରମଣୀ।
जीवन को बाजी लगाई जन्मभूमि सम्मान रक्षा करने को संकल्पबद्ध होगापाई प्रियतम कान शुणाई चलुला उत्साह और उद्दीपना भरा बाणी। वीरांगना पाइक बधूर से उद्बोधन भरा बाणी शुणी पारिचंती कवि। पाइक घरणी दृढ़तार सह स्वामी को कही जे वीर खंडायत हाथ में केवल शोभा पाए शत्रु रक्त पिपासी उन्मुक्त कृपाण। कवि भाषा जीवापाई हब रण प्रांगणे जीवापाई हब वीर मारिबाकु हेब लक्ष्य सैनी फोपाड़ी लक्ष्य तीर। तरुणी बक्ष लागी प्रियतम जन्म नुहई तब जन्म भूईर मंगल लगी जीवन देवाकु हेब। अरी रक्त रंजित रण विजयी से ही तरबारी को देखी गर्विता पत्नी पाई जाए ता स्वामीर पौरुषर परिचय। जन्मभूमिर स्वाधीनता और अखंडता विपन्न हेउथिला बेले प्रियार स्निग्ध कोमल सान्निध्य और निबिड़ बाहुबंधनर विलासर स्वप्न देखिबारे प्रयासी न हेबा पई खंडायत पाइक को तार पत्नी अनुरोध करिछि। से कहिछि खंडायत पाइक जन्म निये नाही पत्नीर सान्निध्य पाइबा पई। कापुरुषतारे ता जन्मजातक कदापि कलंकित होई न पारे। प्राणप्रिय मनरे साहसिकतार भावना को पाइक बधू अनुभव कराइबा पई द्रुप्त कंठरे शुणाए ताकू समर संगीत। पत्नी ठारू प्रेरणार अग्निवर्षी बाणी पाइक वीर बाहुरे भरिदिए शतसिंहर बल। हृदय भरिदिए अखंड साहस रक्तरे भरिदिए अनल तेज। सीमांतरे शत्रुर रणहुंकार शुभुवा बेले प्रियार स्निग्ध सान्निध्य और निबिड़ बाहुबंधनर विलासर स्वप्न देखा जे खंडायत वीर पक्षरे कापुरुषतार परिचय। कारण खंडायत पाइक वीर हस्ତରେ केवल उन्मुक्त करवाल ही शोभा पाए। शत्रु रक्त रंजित रण विजयी तीक्ष्ण तरबारी को स्वामी हाथ में देखिले पाइक रमणी पाई जाए प्राणप्रिय पौरुषर परिचय। हृदय तार गर्व गौरव उत्फुल्लित हो उठे। शत्रुध्वंसी विजयी वीर स्वामीर गर्वोन्नत बक्ष देखिले पाइक बधूर हृदय सृष्टि हुए अपूर्व पुलक। तेणु हृदयर अनल तेज और बाहुरे शतसिंहर बल नहीं समर क्षेत्र में उभा होगापाई प्रियर कानरे वीरवाणी शुणाए प्राणप्रिया पत्नी। मातृभूमिर सम्मान रक्षापाई हसी हसी रणभूमि जीवन उत्सर्ग करने खंडायत कूलर सुयोग्य दायत जन्म निए। शत्रु संहार करी हाथ में विजय वैजयंती उड़ाई वीरदर्पर संग्राम भूमि लेउटी आसुवा स्वामी को देखिले पाइक रमणीर हृदय गर्वरे उल्लसित हुए। विजयी वीर स्वामीर पदवंदना करने को अर्घ्य थाली धरी कुटीर द्वारदेशर स्नेह सोहागिनी पाइक बधू अपेक्षा कर रहियो बोली कही प्राणप्रिय को रणक्षेत्र को जावाई प्रेरणा प्रदान करे पाइक बधू। पिलामाने एही भिडियो रे आमे पाइक बधूर उद्बोधन कवितार द्वितीय भाग देखिलु। कवितार द्वितीय भाग रे कवि कहिबा चेष्टा करिसंती जे जेतेबेले कवितार शीर्षक वीर्यवर्ती पाइक बधूर उद्बोधन थिला तार हृदयर बाणी। मातृभूमिर सम्मान रक्षा पाई ता हृदयर निष्ठापर आवेग यही कवितार स्पष्ट भाव रूपायित होइछि। खंडायत पाइक वीर स्वामी को कर्तव्य सचेतन कराइबारे तार कंठ निःसृत दुप्त आह्वान तथा अग्निवर्षी उद्बोधनी यही कविताटीर पदे पदे तार नामकरण को सार्थकता प्रदान करिछि। आमे पढ़िलु यही कविताटीर द्वितीय भाग। परवर्ती अध्याय और परवर्ती भाग रे आमे यही कविताटीर तृतीय और शेष भाग पढ़िबा एवं बुझिबा पई चेष्टा करिबा। कविताटीर तृतीय भाग रे आमे देखिबा कवि पाइक बधूर कंठरे आवेग भरा स्वर रे कौन जणाया चेष्टा करिसंती।